ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ପୁଣି ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ଆପଣମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ସିଏମ୍ କିଷାନ ଯୋଜନାର ସହାୟତା ରାଶି ପାଇବା ପାଇଁ ହେଲେ ଆପଣମାନଙ୍କର ଏଗ୍ରି ଷ୍ଟକ୍ ଫାର୍ମର ଆଇଡିକୁ ମାଣ୍ଡାଟୋରି କରାଯାଇଛି। ତେଣୁ ଏଗ୍ରି ଷ୍ଟକ୍ର ଫାର୍ମର ଆଇଡି ଯେଉଁ ଚାଷୀ ଭାଇ ଭଉଣୀମାନଙ୍କ ପାଖରେ ନାହିଁ ସେମାନଙ୍କର ଯେଉଁ ସିଏମ୍ କିଷାନରେ ନୂଆ ଆବେଦନ ହେଇଥିଲା ସେମାନଙ୍କୁ ଏଥର ସିଏମ୍ କିଷାନ ଯୋଜନାରେ ସାମିଲ କରାଯାଇନାହିଁ ଏବଂ ତାଙ୍କର ଯେଉଁ ସିଏମ୍ କିଷାନର ଆବେଦନଟାକୁ ରିଜେକ୍ଟ କରିଦିଆଯାଇଛି। ତାପରେ ଆପଣମାନେ ସମସ୍ତେ ବାରମ୍ବାର କମେଣ୍ଟ କରୁଛନ୍ତି ଯେ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ରେଜିଷ୍ଟ୍ରେସନ କରିବା ବେଳେ ଯଦି ଆପଣମାନଙ୍କ ନିଜ ନାମରେ ଜମି ନାହିଁ ତାହେଲେ ଆପଣମାନଙ୍କର ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ ହେବ କି ନାହିଁ। ଦେଖନ୍ତୁ ନିଜ ନାମରେ ଜମି ନଥିଲେ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ରେଜିଷ୍ଟ୍ରେସନ ଆପଣମାନଙ୍କର ହେଇପାରିବ ନାହିଁ। କିନ୍ତୁ ବର୍ତ୍ତମାନର ଯେଉଁ ଅପଡେଟ୍‌ଟି ରହିଛି କାରଣ ବହୁତ ଜଣ ଚାଷୀ ଭାଇ ଭଉଣୀମାନେ ରହିଛନ୍ତି ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଏଗ୍ରି ଷ୍ଟକ୍‌ର ଫାର୍ମର ଆଇଡି ରେଜିଷ୍ଟ୍ରେସନ କରିନାହାନ୍ତି। ତାପରେ ମଧ୍ୟ ତାଙ୍କୁ ପୂର୍ବରୁ ଯେଉଁ ସିଏମ୍ କିଷାନର ଟଙ୍କା ଆସୁଥିଲା ଏଥର ମଧ୍ୟ ସେମାନେ ସିଏମ୍ କିଷାନ ଯୋଜନାର ଟଙ୍କା ପାଇଛନ୍ତି। ତେଣୁ ସେହି ହିତାଧିକାରୀମାନେ ବର୍ତ୍ତମାନ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ରେଜିଷ୍ଟ୍ରେସନ କରିବେ କି ନାହିଁ ତାହା ପାଇଁ ମଧ୍ୟ ଆପଣମାନଙ୍କର ଡାଉଟ୍ ରହୁଛି। ତେଣୁ ବର୍ତ୍ତମାନ ସରକାରଙ୍କ ତରଫରୁ ସରକାରୀ ଅଫିସର ଅର୍ଥାତ୍ ଆପଣମାନଙ୍କ ଅଞ୍ଚଳର ଯେଉଁ ଭିଏଲ୍‌ଡବ୍ଲ୍ୟୁ ରହିଛନ୍ତି ତାଙ୍କ ପାଖକୁ ନୋଟିସ୍ କରାଯାଇଛି ଏବଂ ସେମାନେ ଘର ଘର ବୁଲି ଲିଷ୍ଟ ଅନୁସାରେ କେଉଁମାନଙ୍କର ଏଗ୍ରିଷ୍ଟକ୍ ଫାର୍ମର ଆଇଡି ହେଇପାରିବ ବା କେଉଁମାନେ ଏଲିଜିବୁଲ୍ ଅଛନ୍ତି ସେହି ଫାର୍ମରମାନଙ୍କୁ ଚିହ୍ନଟ କରୁଛନ୍ତି ଏବଂ ତାଙ୍କର ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ କରୁଛନ୍ତି। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ କେଉଁ ଅପଡେଟ୍ ଆସିଛି ଏବଂ ଚାଷୀ ଭାଇ ଭଉଣୀମାନେ କେଉଁମାନେ ଫାର୍ମର ଆଇଡି ରେଜିଷ୍ଟ୍ରେସନ କରିବା ନିହାତି ଦରକାର ସେ ବିଷୟରେ ଯେଉଁ ଅପଡେଟ୍‌ଟି ରହିଛି ଡିଟେଲ୍ସ ଜାଣିବା ଏବଂ ଆପଣମାନେ କେମିତି ଆପଣଙ୍କ ଅଞ୍ଚଳର ଲିଷ୍ଟ ପାଇବେ, ଲିଷ୍ଟ ପାଇଲା ପରେ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ ତାହା ମଧ୍ୟ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ବତେଇବି। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଯେଉଁ ଏଗ୍ରି ଷ୍ଟକ୍‌କୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଗୋଟେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମ୍ୟାଣ୍ଡାଟୋରି କରାଯାଇଛି ଯେଉଁଟାକି କେବଳ ସିଏମ୍ କିଷାନ ପାଇଁ ନୁହେଁ ଆଗକୁ ପିଏମ୍ କିଷାନ ଏବଂ ଆପଣମାନଙ୍କର ଯେଉଁ ରହିଛି ଫସଲ ବୀମା ଯୋଜନା ଏବଂ ବିଭିନ୍ନ ପ୍ରକାର ସରକାରୀ ଯୋଜନାର ଲାଭ ନେବା ପାଇଁ ହେଲେ ଏଗ୍ରିଷ୍ଟକ୍ ଆଇଡି ମ୍ୟାଣ୍ଡାଟୋରି ଅଟେ। ତେଣୁ ଏଗ୍ରିଷ୍ଟକ୍ ଆଇଡି ଯେଉଁମାନଙ୍କର ନୂଆ ଆବେଦନ ଅଛି ବା ନୂଆ ଆବେଦନ ଯେଉଁମାନେ ସିଏମ୍ କିଷାନ ରିଜେକ୍ଟ ହେଇଛି ସେମାନେ ତ 100% କରିବେ। ତା ସହିତ ପୂର୍ବରୁ ଯେଉଁ ହିତାଧିକାରୀମାନେ ସିଏମ୍ କିଷାନ ଯୋଜନାର ଟଙ୍କା ପାଉଥିଲେ ତାଙ୍କୁ ମଧ୍ୟ ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ। କାରଣ ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ ନ କଲେ ଯେମିତି ଏଥର 10 ଲକ୍ଷ ହିତାଧିକାରୀଙ୍କ ନାଁ କଟିଲା ଠିକ୍ ସେଇଭଳି ଆଗକୁ ଆପଣମାନଙ୍କ ନାଁ ମଧ୍ୟ କଟିପାରେ। ଏନେଇ ଦେଖନ୍ତୁ ଆପଣମାନଙ୍କ ପଞ୍ଚାୟତରେ ଯେଉଁ ଭିଏଲ୍‌ଡବ୍ଲ୍ୟୁ ରହିଛନ୍ତି ବା ଭିଲେଜ୍ ଏଗ୍ରିକଲଚର ୱାର୍କର ରହିଛନ୍ତି ସେମାନେ ଆପଣମାନଙ୍କର ଘରକୁ ଘର ବୁଲି ବର୍ତ୍ତମାନ ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ କମ୍ପ୍ଲିଟ୍ କରୁଛନ୍ତି ଏବଂ ଯେଉଁମାନେ ନୂଆ ଆବେଦନ କରିନାହାନ୍ତି ସିଏମ୍ କିଷାନରେ ତାକୁ ନେଇ ମଧ୍ୟ କମେଣ୍ଟ ଆସୁଥିଲା ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ ଆପଣମାନଙ୍କର ଏହି ମାସ କମ୍ପ୍ଲିଟ୍ ହେଲା ପରେ ଜୁନ୍ ଫାର୍ଷ୍ଟ ୱିକ୍‌ରୁ ଆପଣମାନେ ସିଏମ୍ କିଷାନରେ ନୂଆ ରେଜିଷ୍ଟ୍ରେସନ କରିପାରିବେ। ପୋର୍ଟାଲ ଯେହେତୁ ବର୍ତ୍ତମାନ ରେଜିଷ୍ଟ୍ରେସନ ହେଉନାହିଁ କିନ୍ତୁ ରେଜିଷ୍ଟ୍ରେସନ ଖୁବ୍ ଜଲ୍ଦି ଆରମ୍ଭ ହେବ। ତେଣୁ ଯେଉଁ ବର୍ତ୍ତମାନ ଲିଷ୍ଟଟି ଆସିଛି ମୁଁ ଆପଣମାନଙ୍କୁ ଲିଷ୍ଟ ଦେଖାଉଛି ଦେଖନ୍ତୁ ଆମ ଯେଉଁ ଗ୍ରାମର ଯେଉଁ ଲିଷ୍ଟଟି ପୁରା ଆମର ଭିଏଲ୍‌ଡବ୍ଲ୍ୟୁଙ୍କ ପାଖରୁ ଯେଉଁଟା ଆସିଛି ଯେଉଁଥିରେ ସମସ୍ତ ଚାଷୀଙ୍କର ନାମ ରହିଛି ଏବଂ ସେଇ ଚାଷୀମାନଙ୍କର ନାମ ଏଥିରେ ରହିଛି ଯେଉଁମାନଙ୍କର ଯେଉଁଟାକି ନିଜ ନାମରେ ଜମି ଅଛି କେବଳ ସେଇ ଚାଷୀମାନଙ୍କ ନାଁ ବର୍ତ୍ତମାନ ଆସିଛି ଏବଂ ଏହି ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଫାର୍ମର ରେଜିଷ୍ଟ୍ରେସନ କରିବା ପାଇଁ ସମସ୍ତ ଭିଏଲ୍‌ଡବ୍ଲ୍ୟୁ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ସହିତ ଦେଖନ୍ତୁ ବିଭିନ୍ନ ଏରିଆରେ ଏମିତି ମଧ୍ୟ ଆସିଛି ଏଠି ଆପଣମାନେ ଦେଖିପାରୁଥିବେ ଏଠି ମଧ୍ୟ ଏଇଭଳି ଚାଷୀମାନଙ୍କର ଡିଟେଲ୍ସ ଆସିଛି ଯେଉଁଥିରେ ଚାଷୀଙ୍କ ନାମ ତାଙ୍କ ବାପାଙ୍କର ନାମ ତା ସହିତ ତାଙ୍କର ଯେଉଁ ଫାର୍ମରଙ୍କର ଯେଉଁ ଟାଇପ୍ ଯେଉଁଟାକି ଓନର ଅର୍ଥାତ୍ ଯେଉଁମାନଙ୍କ ନାଁରେ ଜମି ଅଛି ସେହି ସବୁ ଚାଷୀଙ୍କର ନାଁ ବର୍ତ୍ତମାନ ଭିଏଲ୍‌ଡବ୍ଲ୍ୟୁ ମାନଙ୍କ ପାଖକୁ ପଠାଯାଇଛି ଏବଂ ତାଙ୍କର ଯେଉଁ ରେଜିଷ୍ଟ୍ରେସନଟି ହେଇଛି କେଉଁ ପ୍ଲଟ୍ ତାଙ୍କର ବର୍ତ୍ତମାନ ଭୁଲଲେଖରେ ତାଙ୍କର ନାଁ ଅଛି ଏବଂ ସେଇ ଭୁଲଲେଖରେ ଆପଣମାନଙ୍କର କେତେ ଡିସମିଲ୍ ଅଛି ଜାଗା ସବୁକିଛି ଡିଟେଲ୍ସ ବର୍ତ୍ତମାନ ଯାହାକି ଚାଷୀ ଭାଇ ଭଉଣୀମାନଙ୍କର ସମସ୍ତ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ମାନଙ୍କ ପାଖକୁ ଆସିଛି। ତେଣୁ ଏହି ଚାଷୀ ଭାଇ ଭଉଣୀମାନେ ଯେଉଁମାନଙ୍କର ନାଁ ଏଇ ଲିଷ୍ଟରେ ଅଛି ସେମାନଙ୍କୁ ଯଥା ସମ୍ଭବ ଅର୍ଥାତ୍ ଯଥା ଜଲ୍ଦି ଆପଣମାନେ ନିଜ ନିଜର ଫାର୍ମର ରେଜିଷ୍ଟ୍ରେସନ କରେଇ ନେବା ନିହାତି ଆବଶ୍ୟକ। ତେଣୁ ଫାର୍ମର ରେଜିଷ୍ଟ୍ରେସନ କରିବା ପାଇଁ ହେଲେ ଆପଣମାନଙ୍କର ଏଇ ଗୋଟିଏ ହିଁ କ୍ରାଇଟେରିଆ ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ ଯେଉଁଟାକି ନିଜ ନାମରେ ଜମି ଥିବା ନିହାତି ଆବଶ୍ୟକ। ତେଣୁ ଆପଣମାନେ ମଧ୍ୟ ନିଜ ନିଜ ଏରିଆର ଲିଷ୍ଟ ଯଦି ପାଇବା ପାଇଁ ଚାହୁଁଛନ୍ତି ଏବଂ ଆପଣମାନଙ୍କର ଯଦି ପୂର୍ବରୁ ଟଙ୍କା ଆସୁଥିଲା ଏବଂ ଏଇ ଲିଷ୍ଟରେ ଆପଣଙ୍କର ନାଁ ଅଛି ତାହେଲେ ମଧ୍ୟ ଆପଣମାନେ ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ କରେଇ ନିଅନ୍ତୁ।
ଯାହାଦ୍ୱାରା କି ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ସବୁ ସ୍କିମ୍‌ର ଟଙ୍କା ମିଳିପାରିବ। ପିଏମ୍ କିଷାନ, ସିଏମ୍ କିଷାନଠୁ ଆରମ୍ଭ କରି ଫସଲ ବୀମା ବା ସରକାରଙ୍କ ତରଫରୁ ଚାଷୀ ସମ୍ବନ୍ଧୀୟ ଯେତିକି ଯୋଜନାର ଲାଭ ମିଳୁଛି, ଏହି ଲିଷ୍ଟରେ ନାଁ ଥିଲେ ସବୁ ଚାଷୀ ଭାଇମାନେ କରେଇ ନିଅନ୍ତୁ ଏବଂ ଯେଉଁମାନଙ୍କ ଲିଷ୍ଟରେ ନାଁ ନାହିଁ, ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ଆପଣମାନେ ଯେମିତି ବି ହଉ ନିଜ ନାମରେ ଜମିକୁ ଟ୍ରାନ୍ସଫର କରନ୍ତୁ ଏବଂ ଆପଣମାନଙ୍କର ପଞ୍ଜୀକରଣ ଯଥା ଜଲ୍ଦି କମ୍ପ୍ଲିଟ୍ କରିଦିଅନ୍ତୁ। କାରଣ ଆର ମାସ ଅର୍ଥାତ୍ ଜୁନ୍ ଫାର୍ଷ୍ଟ ୱିକ୍‌ରୁ ଆପଣମାନଙ୍କର ସିଏମ୍ କିଷାନରେ ନୂଆ ଆବେଦନ ଆରମ୍ଭ ହେଇଯିବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡ଼ିଓଟି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଛି, ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ ବର୍ତ୍ତମାନ ସୁଦ୍ଧା ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ କରିଛନ୍ତି କି ନାହିଁ କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।